ହେଉଛି ପବିତ୍ର ବୁଦ୍ଧ ପୂର୍ଣ୍ଣିମା ମଇ ମାସ 12 ତାରିଖ 2025 ମସିହା। ଏକ ଶୁଭ ମୁହୂର୍ତ୍ତ ଏବଂ ଶୁଭ ଯୋଗ ଥିବା କାରଣରୁ ଏହି ବୌଦ୍ଧ ପୂର୍ଣ୍ଣିମାରେ ଆପଣ କ'ଣ କରିବେ? ଏହି ବୌଦ୍ଧ ପୂର୍ଣ୍ଣିମାରେ ଆପଣ ଏକ ପିତ୍ତଳ ଥାଳି ଆଣିବେ। ପିତ୍ତଳ ଥାଳି ମଧ୍ୟରେ ଏକ ଛୋଟ ଗିନାରେ, କାଚ ଗିନାରେ କିଛି ଅରୁଆ ଚାଉଳ, 9ଟି କଏନ, କିଛି ଡାଲଚିନି ଗୁଣ୍ଡ ଏବଂ କିଛି ହଳଦୀ ଗୁଣ୍ଡ ଆଣିବେ। ଏହି ଦ୍ରବ୍ୟକୁ ପ୍ରଥମେ ପିତ୍ତଳ ଥାଳିରେ କାଚ ଗିନାଟିରେ ଚାଉଳ ରଖି, ଚାଉଳ ଉପରେ 9ଟି କଏନ, 1 ଟଙ୍କିଆ ହେଇପାରେ, 2 ଟଙ୍କିଆ ହେଇପାରେ କିମ୍ବା 5 ଟଙ୍କିଆ ହେଇପାରେ, କଏନକୁ ଆପଣ ଗୋଲାକାର ଭାବରେ ଚାଉଳ ଉପରେ ସଜେଇ ରଖିବେ ଏବଂ କଏନ ଉପରେ, ପ୍ରତ୍ୟେକ କଏନ ଉପରେ ଟିକେ ଟିକେ ଅଳ୍ପ ଅଳ୍ପ ମାତ୍ରାରେ ଡାଲଚିନି ଗୁଣ୍ଡ ପକେଇବେ ଏବଂ ହଳଦୀ ଗୁଣ୍ଡ ତା ଉପରେ ପକେଇବେ। ଏହାକୁ ପକେଇବା ସମୟରେ, ହଳଦୀ ଗୁଣ୍ଡ ଏବଂ ଡାଲଚିନି ଗୁଣ୍ଡ ଦେବା ସମୟରେ ଆପଣ ଏହି ମନ୍ତ୍ରକୁ ଓಂ ନମୋ ଭଗବତେ ବାସୁଦେବାୟ, ଏହି ମନ୍ତ୍ରକୁ ଉଚ୍ଚାରଣ କରି, ଚାଣ୍ଟିଂ କରି କରି ଆପଣ ସେଇ ହଳଦୀ ଗୁଣ୍ଡ ଏବଂ ଡାଲଚିନି ଗୁଣ୍ଡ ଦେଇ ସାରିବା ପରେ ସନ୍ଧ୍ୟା ସମୟରେ କାର୍ଯ୍ୟ କରିବେ। ଆପଣଙ୍କ ଘର ବାହାରେ ଖୋଲା ଜାଗାରେ, କୌଣସି ଏକ ଖୋଲା ଜାଗାରେ, ଛାତ ଉପରେ ହେଇପାରେ, ଆପଣ ରାତି ସାରା ତାକୁ ରଖିଦେବେ ଏବଂ ସକାଳୁ ଏକଦମ ପ୍ରାତଃ କାଳରେ ଉଠି ସେହି ଅରୁଆ ଚାଉଳ, କଏନ ବା ହଳଦୀ ଗୁଣ୍ଡ, ଡାଲଚିନି ଆପଣ ଯାହା ଯାହା ମିଶେଇଥିଲେ ତାକୁ ଏକ ନାଲି କପଡାରେ ବାନ୍ଧି ଆପଣଙ୍କ ଟ୍ରେଜେରୀରେ, ପଇସା ରଖୁଥିବା ଜାଗାରେ ରଖିଦେବେ। ଆଉ ଯଦି ଆପଣଙ୍କ ଟ୍ରେଜେରୀ ଘରର ଦକ୍ଷିଣ ପଶ୍ଚିମ କୋଣରେ ଅଛି ତାହେଲେ ବହୁତ ଲାଭଦାୟକ ଏବଂ ସେଇଠାରେ ନାଲି କପଡାରେ ବାନ୍ଧିଥିବା ଏହି ଦ୍ରବ୍ୟକୁ ରଖିଦେବେ। ଦେଖିବେ ଆପଣଙ୍କର ଅର୍ଥର ଅଭାବ ରହିବ ନାହିଁ। ଧୀରେ ଧୀରେ ଆପଣଙ୍କ ଅର୍ଥ ଆଗମନର ବାଟ କାଟିବ। ଜୟ ଜଗନ୍ନାଥ।